So hey guys, hello everybody, I'm Sitam. Salam bro, guys ଦେଖିପାରୁଥିବେ ମୁଁ ଏବେ ଗୋଟେ ଏଇଟା ଲୋକେସନରେ ଅଛେ। ତ ଗାଇସ୍ ଏଇଟା ହେଉଛି ମୋର ଫାର୍ଷ୍ଟ ବ୍ଲଗ୍ କି ଆପଣମାନେ ମୋତେ ହେଲ୍ପ କରିବେ ବୋଲିକି ମୁଁ ଆଶା ରଖିଛେ। ତ ଆପଣମାନଙ୍କୁ ମୁଁ ଫ୍ରେଣ୍ଡ ଭଳିଆ ଭାବୁଛେ, ନିଜ ଭାଇ ଭଳିଆ ଭାବୁଛେ ଗାଇସ୍। ପ୍ଲିଜ୍ ସାନ ଭାଇ ଭାବିକି ମୋ ଭିଡ଼ିଓକୁ ଲାଇକ୍ ସେୟାର ଆଣ୍ଡ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରିବେ। ତ ଗାଇସ୍ ଦେଖିପାରୁଥିବେ ମୁଁ ଯେନ୍ ଅଛେ ତାର ଭିୟୁ ଏବେ ଆପଣମାନଙ୍କୁ ଦେଖେଇ ଦେଉଛେ। ଯଦି ପସନ୍ଦ ଆସିଲା ତ ଲାଇକ୍ କରିଦେବେ ଗାଇସ୍। ଚାଲନ୍ତୁ ଆପଣମାନଙ୍କୁ ଦେଖାଉଛେ। তো গাইস ଦେଖିପାରୁଥିବେ ତ ଏଇଟା ଗୋଟେ ଆମର ଛୋଟିଆ ପଡ଼ିଆଟେ ଅଛି। ଏଇଟା ପୂର୍ବ ଗ୍ରାମରେ ଗାଈମାନେ ଚରୁଛନ୍। ଆଉ ଗୋଟେ ଅଛେ ବହୁତ ବଢ଼ିଆ ଫିଲ୍ ଲାଗୁଛେ। ପୁରା ସୁନସାନ୍ ଜାଗା, ବହୁତ ବଢ଼ିଆ ଫିଲ୍ ଲାଗୁଛେ ଗାଇସ୍। ଏଇଟା ହେଉଛି ଆମ କାହ୍ନା, ଯିଏକି ଗୌରିଆ ଆମର। ତ ଏଇ ଟାଇପ୍ର ଗୋଟେ ବନ୍ଧ ଦେଖିପାରୁଥିବେ ଗାଈ ପୁରା ବିନ୍ଦାସ୍ ଅଛନ୍। ଦେଖନ୍ତୁ ଗାଇସ୍ ତ ଗୌରିଆ ଅଛି ଆମର ଇନେ। देखो गाइस ये भारी ठगड़ा तो गाई आनला और गाई ना आनला तो खाली गाई माने चलुछन ए यार गाई माने चलुछन আর এই গাড়ি নাই তো তুলে ভিতরে যাইছি দেখেবি হ্যাঁ আমি টেনশন করে ভিতরে ভিতরে গড়ি পড়ে আসলা ଦେଖନ୍ତୁ ଭିତରଟା କେମିତି ନଜାରା ଅଛି। ସେଇ ଭିତରେ ସବୁ ଶୋଉଛନ୍ ରାତିରେ। ବନ୍ଧରେ ମାଛ ଜଗୁଛନ୍ କି ବନ୍ଧରେ ମାଛ ଛାଡ଼ିଛନ୍ତି ଯେ ସବୁ ଯିଏ ଗାଈ ଯେତିକି ଗାଈ ଦେଖୁଛନ୍ତି ସେ ସବୁ ଯିଏ ଗାଈ ଏକଲା ନଉଛି ଜଙ୍ଗଲକୁ ସେ ଆଣୁଛି। ପୁରା ଚିହ୍ନା ଜାଗା ତ ଗାଈ ପିକନିକ୍ କଲେ ଇଆଡ଼େ ବଢ଼ିଆ ବହୁତ ବଢ଼ିଆ ଲାଗବା। ଗୋଟେ ପାହାଡ଼ ତଳେ ଏଇଟା ଗୋଟେ ବନ୍ଧଟା ତ ସେଣୁ ସବୁ ସେ ପାହାଡ଼ରୁ ସବୁ ଧରି ଧରି ପାଣି ଯାଉଛି ବନ୍ଧ ତ ଏଇଟା ଗୋଟେ ବନ୍ଧଟେ ବନେଇ ହେଇଯାଇଛି। ଆରେ ଖୋଳାଖୋଳି କରୁଛନ୍ତି ଜେସିବିରେ। ଏଇଟା ପୁରୁଣା ବନ୍ଧଟା ପୁରା ମାଛ ବି ଅଛନ୍ତି ଭାଇ ସିନେ ତ ଦେଖିପାରୁଥିବେ ଏଇଟା ସବୁ ଟାଙ୍ଗୀ ମାନେ ପକେଇଛନ୍ତି ମାନେ କଣ୍ଟା ମାନେ ପକେଇଛନ୍ତି ନାଇଁ ଗିଳେଇ ପାରନ ମାଛ ବୋଲିକି ଭିତରେ ଦେଖିପାରୁଥିବେ। तो गाइस आज लगी एतिकी देखा नूआ ब्लॉग नूआ वीडियो आप ख्याल रखिए बाय गाइस।